40 କୋଟି ଲୋକଙ୍କୁ ତ ଚାକିରି ଦେଇପାରିବେନି, କିନ୍ତୁ ତା ଭିତରେ ଯୋଗ୍ୟତା ଭିତ୍ତିକ ଚାକିରି ଦିଆଯିବ ଏବଂ ଚାକିରିର ସମୟ ସୀମାଟାକୁ କମେଇ ଦିଆଯିବ। 20 ବର୍ଷ 30 ବର୍ଷ ଜଣେ ସରକାରୀ ଚାକିରିଆ କରୁଥିଲା, ତାକୁ 15 ବର୍ଷକୁ ଆମେ ନେଇ ଆସିବା, ନହେଲେ ଦେଶର ଅବସ୍ଥା ଦିନକୁ ଦିନ ତଳିତଳାନ୍ତ ହେଇଯିବ। ତେଣୁ ଦେଶର ସର୍ବେ ସର୍ବା, ତେଣୁ ସେମାନେ ଚିନ୍ତା କରିବା ଦରକାର ଆମ ଦେଶର ଅର୍ଥନୀତିଟା କିଭଳି ଭାବରେ ଅଭିବୃଦ୍ଧି ହେବ। ଆମେ ଜାପାନକୁ ପଛରେ ପକାଇକି ଆଜି 4ର୍ଥ ସ୍ଥାନରେ ପହଞ୍ଚେ, ଆହୁରି କେମିତି ତାକୁ ପଛରେ ପକାଇବା ତାର ଚିନ୍ତା କରନ୍ତୁ। ଇଏ ଭାରତବର୍ଷକୁ ଆହୁରି ଜାପାନ ଆମେରିକା ବା ଜର୍ମାନ ସହିତ ସମାନ କରିବା ପାଇଁ ହେଲେ ଆମକୁ ଆହୁରି 50 ବର୍ଷ କସରତ କରିବା ପାଇଁ ପଡ଼େ। ଗୋଟିଏ ହେଉଛି ଇଚ୍ଛା ଶକ୍ତିର ଅଭାବ। ଆମେ ଇଚ୍ଛା ଶକ୍ତି, ଆମେ ଥରେ ଯାଇଛୁ କ୍ଷମତାକୁ, ଆମେ କଣ୍ଟିନ୍ୟୁ ଯିବୁ। ଆମ ଛୁଆ, ମୁଁ ମୋ ବୁଢ଼ା ହେଇଗଲା ପରେ ମୋ ପୁଅ ଯିବ ସେ ରାଜନୀତିକି, ତାପରେ ତା ପୁଅ ଯିବ। ଏଇ ହେଉଛି ଆମର ଇଚ୍ଛା ଶକ୍ତିର ଅଭାବ।